Hello, we will read today ସାକ୍ଷାତକାର ଓ ଭାଷଣ କଳା +3 ସେକେଣ୍ଡ ସେମିଷ୍ଟାର ଦ୍ୱିତୀୟ ଏକକ। ସାକ୍ଷାତକାର କାହାକୁ କୁହାଯାଏ? ସାକ୍ଷାତକାର କାହାକୁ କୁହାଯାଏ? ପୂର୍ବ ନିର୍ଦ୍ଧାରିତ ସୂଚନା ପ୍ରକାରେ ସାକ୍ଷାତକାରୀ ଓ ସାକ୍ଷାତଙ୍କ ମଧ୍ୟରେ ଆଲୋଚିତ ବିଭିନ୍ନ ପ୍ରଶ୍ନ ଓ ସମୀକ୍ଷାକୁ ସାକ୍ଷାତକାର କୁହାଯାଏ। ସାକ୍ଷାତକାର କେଉଁ ମାଧ୍ୟମରେ କରାଯାଏ? ସାକ୍ଷାତକାର କେଉଁ ମାଧ୍ୟମରେ କରାଯାଏ? ସାକ୍ଷାତକାର ପ୍ରତ୍ୟକ୍ଷ ଭାବେ ଭିଡ଼ିଓ, ଅଡ଼ିଓ, ଦୂରଦର୍ଶନ, ଇଣ୍ଟରନେଟ୍ ଓ ୱେବସାଇଟ୍ ମାଧ୍ୟମରେ ହୋଇଥାଏ। ସାକ୍ଷାତକାର କେତେବେଳେ ସଫଳ ହୁଏ? ସାକ୍ଷାତକାର କେତେବେଳେ ସଫଳ ହୁଏ? ସାକ୍ଷାତକାରକୁ ଉଭୟ ସାକ୍ଷାତକାରୀ ଓ ସାକ୍ଷାତକ ଔପଚାରିକ ଭାବେ ଗ୍ରହଣ କଲେ ଏହା ସଫଳ ହୁଏ। ସାକ୍ଷାତକାର କାହା ଦ୍ୱାରା କ'ଣ ହୁଏ? ସାକ୍ଷାତକାର ଦ୍ୱାରା ପରସ୍ପରକୁ ଚିହ୍ନିବା ଓ ଭାବ ବିନିମୟ ସମ୍ଭବ ହୋଇଥାଏ। 5. ଆଧୁନିକ ଜନଯୋଗାଯୋଗର ବଳିଷ୍ଠ ମାଧ୍ୟମ କ'ଣ? ସାକ୍ଷାତକାର ହେଉଛି ଆଧୁନିକ ଜନଯୋଗାଯୋଗର ବଳିଷ୍ଠ ମାଧ୍ୟମ। ବିଶେଷଜ୍ଞଙ୍କ ଦ୍ୱାରା ସାକ୍ଷାତକାର କ'ଣ? ଯେଉଁ ସାକ୍ଷାତକାର ବିଶେଷଜ୍ଞମାନଙ୍କ ଦ୍ୱାରା ଗଠିତ ସମିତି ବା ଦଳ ମାଧ୍ୟମରେ କରାଯାଇଥାଏ ତାହାକୁ ବିଶେଷଜ୍ଞଙ୍କ ଦ୍ୱାରା ସାକ୍ଷାତକାର କୁହାଯାଏ। 7. କେଉଁ କେଉଁ କ୍ଷେତ୍ରରେ ସାକ୍ଷାତକାରର ଆବଶ୍ୟକତା ରହିଛି? ବିଭିନ୍ନ ବୃତ୍ତି, ଚାକିରିରେ ପଦୋନ୍ନତି ପାଇଁ ସାକ୍ଷାତକାରର ଆବଶ୍ୟକତା ରହିଛି। 8. ସାକ୍ଷାତକାରରେ କେଉଁମାନେ ପ୍ରଶ୍ନକର୍ତ୍ତା ହୁଅନ୍ତି? ସାକ୍ଷାତକାରରେ ବିଶେଷଜ୍ଞମାନେ ପ୍ରଶ୍ନକର୍ତ୍ତା ହୁଅନ୍ତି। ସୃଜନାତ୍ମକ ସାକ୍ଷାତକାର କାହାକୁ କୁହାଯାଏ? ସୃଜନାତ୍ମକ ସାକ୍ଷାତକାର କ'ଣ? ଯେଉଁ ସାକ୍ଷାତକାରରେ ସାକ୍ଷାତକାରୀଙ୍କ ମାନସିକ ଦକ୍ଷତା ଭିତ୍ତିକ ପ୍ରଶ୍ନ ସହ ପ୍ରତିକୂଳ ପରିସ୍ଥିତିରେ ସମସ୍ୟା ସମାଧାନ ପରୀକ୍ଷା କରାଯାଏ ତାହାକୁ ସୃଜନାତ୍ମକ ସାକ୍ଷାତକାର କୁହାଯାଏ। ଯେଉଁ ସାକ୍ଷାତକାରରେ ସାକ୍ଷାତକାରୀଙ୍କ ମାନସିକ ଦକ୍ଷତା ବିଭିନ୍ନ ପ୍ରଶ୍ନ ସହ କୌଣସି କୋଶ୍ଚିନ୍ ପଚାରି ପ୍ରତିକୂଳ ପରିସ୍ଥିତିରେ ସମାଧାନ ପରୀକ୍ଷା କରାଯାଏ ତାହାକୁ ସୃଜନାତ୍ମକ ସାକ୍ଷାତକାର କୁହାଯାଏ। ଅନୁକ୍ରମିକ ସାକ୍ଷାତକାର କ'ଣ? ଅନୁକ୍ରମିକ ସାକ୍ଷାତକାର ହେଉଛି ଯେଉଁ ସାକ୍ଷାତକାରରେ ନିଯୁକ୍ତିଦାତା ଭିନ୍ନ ଭିନ୍ନ ପ୍ରତିଯୋଗୀଙ୍କ ବିବରଣୀକୁ ତୁଳନାତ୍ମକ ଭାବେ ବିଚାର କରି ସିଦ୍ଧାନ୍ତ ନିଅନ୍ତି। କେତେଗୁଡ଼ିଏ ପ୍ରତିଯୋଗୀ ଥାଆନ୍ତି ଓ ତାଙ୍କର ବିବରଣୀ ତାଙ୍କେ କୋଶ୍ଚିନ୍ ପଚାରିଲା ପରେ ତାଙ୍କର ଯେଉଁ ବିବରଣୀ ଆସୁଛି ତାକୁ ତୁଳନାତ୍ମକ କମ୍ପେୟାର କରି ଯେଉଁ ବିଚାର ଓ ସିଦ୍ଧାନ୍ତରେ ପହଞ୍ଚନ୍ତି ତାହାକୁ ଅନୁକ୍ରମିକ ସାକ୍ଷାତକାର କୁହାଯାଏ। ଥ୍ୟାଙ୍କ ୟୁ।